ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ଜୁଲାଇ 2026 ଠାରୁ 31 ଜୁଲାଇ 2026 ମସିହା। ସନ୍ 2024 ମସିହାର ଜୁଲାଇ ମାସରେ ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହେଉଛି କନ୍ୟା ରାଶି, ଅନ୍ୟଥା ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକରେ ଲଗ୍ନ ହେଉଛି କନ୍ୟା ଲଗ୍ନ, ଯଦି ଆପଣଙ୍କର ରାଶି ନାହିଁ, ଜାତକ ନାହିଁ, ରାଶି ଜାଣିନାହାନ୍ତି, ତାର ନାମ ରାଶି ହେଉଛି କନ୍ୟା ରାଶି, ତାହା ନିଶ୍ଚିତ ରୂପରେ ଆବଶ୍ୟକ ଦେଖିବା ଅତ୍ୟନ୍ତ ଆବଶ୍ୟକ ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଚର୍ଚ୍ଚା କରିବା କନ୍ୟା ରାଶି। ସୂର୍ଯ୍ୟଙ୍କୁ ଆଧାରିତ କରି ରାଶିଫଳ କୁହାଯାଏ ଏବଂ ଅନ୍ୟାନ୍ୟ ଗ୍ରହମାନଙ୍କୁ ମଧ୍ୟ ଆଧାରିତ କରି ରାଶିଫଳ କୁହାଯାଏ। ପ୍ରଧାନତଃ ସୂର୍ଯ୍ୟଙ୍କର 30 ଦିନ ଭୋଗ ହେବେ, ସଂକ୍ରାନ୍ତି ଓ ସଂକ୍ରାନ୍ତି, ତାହେଲେ ତା ଉପରେ ନିର୍ଦ୍ଧାରିତ ବହୁତ କିଛି କରାଯାଇଥାଏ। ତାହେଲେ କନ୍ୟା ରାଶିର ଦ୍ୱାଦଶ ଭାବରେ ସୂର୍ଯ୍ୟ ଦେବତା, ସୂର୍ଯ୍ୟ ମିଥୁନ ରାଶିର କର୍ମକ୍ଷେତ୍ର ହେଉଛନ୍ତି। କନ୍ୟା ରାଶି ଠାରୁ ମିଥୁନ ରାଶି ହେଉଛି କର୍ମକ୍ଷେତ୍ର ଏବଂ 1 ଜୁଲାଇ ଠାରୁ 17 ଜୁଲାଇ ପର୍ଯ୍ୟନ୍ତ ୟାନି କର୍କଟ ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ରହିବେ କର୍ମକ୍ଷେତ୍ରରେ। ପୁନଃ କର୍କଟ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମକର ରାଶିରେ କର୍କଟ ରାଶିରେ ରହିବେ। ତାହେଲେ 17 ଜୁଲାଇ ଠାରୁ 31 ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ କର୍କଟ ସଂକ୍ରାନ୍ତିରେ ଅବସ୍ଥିତ କରିବେ। ତାହେଲେ ଯେଉଁ ବ୍ୟକ୍ତିଙ୍କ ଜନ୍ମ ଜାତକ ରାଶି ହେଉଛି କନ୍ୟା ରାଶି, ପ୍ରଥମତଃ ଦେଖିବା ବୁଦ୍ଧି, ବିଦ୍ୟା, ବାଣୀ, ଏହା ଦ୍ୱାରା ବହୁତ କିଛି ଫାଇଦା ହେବ। ବୁଦ୍ଧିରେ ପାରଙ୍ଗମତା ରହିବେ, ବିଦ୍ୟା ଜବରଦସ୍ତ ସଫଳତା ଦେଖାଦେବ, ବାଣୀ ୟାନି ଆପଣଙ୍କର କଥାବାର୍ତ୍ତା ଶୈଳୀ ଦ୍ୱାରା କିଛି ବ୍ୟକ୍ତିଙ୍କୁ ଆପଣାର ବନେଇବା ପାଇଁ ବିଲକୁଲ ମାହିର ରହିବେ। ବିଲକୁଲ ଆପଣ ସଫଳତା ହିଁ ସଫଳତା ପାଇପାରିବେ। କିନ୍ତୁ ମନେ ରଖିଥିବା ଦରକାର, ମାତୃତୁଲ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବିଲକୁଲ ବନ୍ଧୁ ବାନ୍ଧବ ମିତ୍ରତା ମଧ୍ୟରେ ବିଲକୁଲ ଆର୍ଗୁମେଣ୍ଟ କରନ୍ତୁନି, କାହାରି ବ୍ୟକ୍ତିଗତ କଥାରେ ମଧ୍ୟ କଥା କୁହନ୍ତୁ ନାହିଁ। ପ୍ରପର୍ଟି, ଜମିନ ଜାଇଦାଦ କ୍ଷେତ୍ରରେ ଧନ ନିବେଶ କରୁଛନ୍ତି, ଟିକେ ଭାବିଚିନ୍ତି କରିବେ, ଜଲ୍ଦବାଜି କରିବା ଉଚିତ ନୁହେଁ। ପେପର ୱାର୍କ ବିଲକୁଲ ପରଫେକ୍ଟ ଦେଖିବା ଆବଶ୍ୟକତା ଅଛି। ବନ୍ଧୁବାନ୍ଧବ ମିତ୍ରତା ମଧ୍ୟରେ ସହଯୋଗ କରିବା ପାଇଁ ବିଲକୁଲ ଯଦି ଆପଣ ନ କରିପାରିବେ, ହଁ କରନ୍ତୁ ନାହିଁ, ଏବଂ ଯଦି କିଛି ସହଯୋଗ କରୁଛନ୍ତି କିଛି କଷ୍ଟ ଆସିବାର ସମ୍ଭାବନା ମଧ୍ୟ ଦେଖାଦେଉଛି, ଟିକେ ସାବଧାନ। ଏହାଦ୍ୱାରା ଲେନଦେନକୁ ନେଇ ବନ୍ଧୁବାନ୍ଧବ ମଧ୍ୟରେ ମିତ୍ରତାକୁ ନେଇ ଅମିତ୍ରତା ବା ଅମିଳନତା ଭାବତା ଦେଖାଦେବ, ଟିକେ ସାବଧାନ ରହିବେ। ଭାଗ୍ୟର ପରିବର୍ତ୍ତନତା ଆସିବ, କିନ୍ତୁ ଇଗୋକୁ ତ୍ୟାଗ କରିବା, ଜିଦି କରିବା, ଜଲ୍ଦବାଜି ହେବା ବିଲକୁଲ ଠିକ ନୁହେଁ। ଶ୍ୱଶୁରାଳରେ ଆର୍ଗୁମେଣ୍ଟ ମଧ୍ୟ କରିବା ଉଚିତ ନୁହେଁ। ଯାହା ମିଳୁଛି, ଯେମିତି ମିଳୁଛି, ଯେତିକି ମିଳୁଛି, ଯେତିକି ଚାଲିଛି, ଯେମିତି ଚାଲିଛି, ସେଥିରେ ସନ୍ତୁଷ୍ଟି, ଶାନ୍ତି ହେବା ବହୁତ ଆବଶ୍ୟକତା ଅଛି। ଆୟାଧିପତି କ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି, ଛୋଟ ମୋଟ ବେପାର କରୁଛନ୍ତି, ସେମାନଙ୍କ ବେପାର କ୍ଷେତ୍ରରେ କିଛି ବୃଦ୍ଧି ଲାଭ ଦେଖାଦେବ। କିଛି ବେପାର ବାଣିଜ୍ୟରେ ଇନକମ୍ ସୋର୍ସରେ ବେଟର ରହିବ। କର୍ମକ୍ଷେତ୍ର ମଧ୍ୟ ଜବରଦସ୍ତ ସଫଳତା ଦେଖାଦେବ। ଆଦିତ୍ୟ ବୁଧ ରାଜଯୋଗ ଅଛି। କିଛି ପ୍ରମୋସନ, ପୋଜିସନ, ଇନକ୍ରିମେଣ୍ଟ ଏହା ଦ୍ୱାରା ଆପଣ ପ୍ରାପ୍ତି ହେବାର ସମ୍ଭାବନା ଦେଖାଦେଉଛି। ଯଦି ଆପଣଙ୍କ ପାଖରେ ଜବ୍ ନାହିଁ, ଜବ୍ ପାଇଁ ଆପ୍ଲାଏ କରୁଛନ୍ତି ବା କୌଣସି ଇଣ୍ଟରଭ୍ୟୁ ଦେଉଛନ୍ତି, କୌଣସି ଏକ୍ଜାମ ଦେଉଛନ୍ତି, ସେଥିରେ ମଧ୍ୟ 99% ସଫଳତା ହେବାର ସମ୍ଭାବନା ଦେଖାଦେଉଛି। ବାସ୍ ନିଜର କର୍ମ ଏବଂ କର୍ତ୍ତବ୍ୟ ବହୁତ ଆବଶ୍ୟକତା ଅଛି। ଏକ୍ଜାମ ଯଦି ଆପଣ ଦେଉଛନ୍ତି, ଆମେ କହିବୁ ଆପଣ ପାସ୍ କରିବେ, କିନ୍ତୁ କେମିତି? ଆପଣ ପାଠ ପଢ଼ିବା ବହୁତ ଆବଶ୍ୟକତା ଅଛି। ଗ୍ରହ ସାଥ ଦେଉଛି, ଭାଗ୍ୟ ସାଥ ଦେଉଛି, ବାସ୍ ଆପଣଙ୍କର ଚେଷ୍ଟା ରହିବା ବହୁତ ଆବଶ୍ୟକତା ଅଛି। ପିତାଙ୍କ ଦ୍ୱାରା ସପୋର୍ଟ ମିଳିବ ଏବଂ କର୍ମକ୍ଷେତ୍ରରେ ସମ୍ମାନ ମଧ୍ୟ ପ୍ରାପ୍ତି ଯୋଗ ଅଛି। ନୂତନ ବାଣିଜ୍ୟ ବେପାର ସ୍ଥାପନା କରିବାକୁ ଚାହୁଁଛନ୍ତି, ଆପଣ କରିପାରିବେ, ତାହା ମଧ୍ୟ ସଫଳତା ଦେଖାଦେବ। ନୂତନ ଗୃହ ପ୍ରବେଶ, ପ୍ରତିଷ୍ଠା ବା ଗୃହ କାର୍ଯ୍ୟ କରୁଛନ୍ତି, ଆପଣ ନିଶ୍ଚିତ ରୂପରେ ସଫଳତା ପାଇପାରିବେ। କିନ୍ତୁ ମନେ ରଖିଥିବେ, କୌଣସି ଲିଟିଗେସନ ଭିତରକୁ ଯିବା ଉଚିତ ନୁହେଁ। ଇନକମ୍ ସୋର୍ସରେ ଠିକ୍ ଠାକ୍ ରହିବ। ସନ୍ତାନକୁ ନେଇ ଆନନ୍ଦିତ ହେବେ ଏବଂ
विद्या बुद्धि रे मध्य पारंगमता देखादेव। द्रव्य वस्तु पदार्थ क्रय विक्रय करने पूर्व टिके भावी चिंती करेंगे। हॉस्पिटल किसी पैसा खर्च होवार संभावना देखा दौचे। बहु मूल्य रतन बा बहु विद्या बहु अर्थ बहु विद्या पाई इगो रखा उचित नुहे एवं आपन को निज निजे गर्व अनुभव करने आवश्यकता अच्छे गौरव अनुभव करने आवश्यकता अच्छे दिखावा करतु ना कौन से व्यक्ति को डोमिनेट करतु नहीं या द्वारा सरस्वती रुष्ट हुए। एतद व्यतीत कौन सी खर्च करने पूर्व कैलकुलेशन भितर रुहतु खर्च अभ्यंतर देखा देवार संभावना देखा दौचे। हॉस्पिटल किसी पैसा खर्च होवार संभावना देखा दौचे। धर्म तीर्थ यात्रा खर्च देखादेव। गाड़ी घोड़ा टिके सावधान चलांतु। कहारी व्यक्तिगत कथार कथा कहतुनि का भले ना का मतरे कौन सी क्षेत्र आर्गुमेंट देखा दौचे। स्थान परिवर्तन करंतु। निज मन को कंट्रोल रखंतु। वाणी को नियंत्रण रखंतु। ताहले प्रिय दर्शक बंधु आज आम जानिले कन्या राशि विषय प्रतिकार कौन करबा। प्रत्येक दिन महाप्रभुची मंत्र को जप करंतु। विष्णु सहस्र नाम पाठ करंतु। स्तोत्रम पाठ करंतु। गुरुजन व्यक्ति को प्रणाम करंतु। आशीर्वाद ग्रहण करंतु। जदि पारुचंती श्री सत्यनारायण व्रत कथा प्रत्येक गुरुवार दिन संध्या समय पाठ करंतु। निश्चित रूप से आपणकर मंगल हम सफल देखा दो। प्रिय दर्शक बंधु एतला कन्या राशि व्यक्ति मानक मासिक राशिफल। आज तो समय जाइए कार्यक्रम को आम रखुचु। पुणी देखा आगामी। जय जगन्नाथ। नमस्कार।